ମଣିମା ମହାପୁରୁଷେ ଜାଣିଛ, ଯଦି ତୁମେ ମୋ ପାଖରେ ଥିବ ସବୁ ଦୁଃଖ ମୋର ଅପସରି ଯିବ। ଆଉ ଯଦି ତୁମେ ମୋତେ ଦୂରେଇ ଦେବ ନା, ଭାସିଯିବି ମଣିମା। ଏତିକି ଗୁହାରି ତୁମରି ପାଖରେ। ଏ କଥାଟି ଥିଲା ନିଧି ମଉସାଙ୍କର ମହାପ୍ରଭୁ କାଳିଆ ସାନ୍ତଙ୍କ ପାଖରେ। କଥା ହେଉଛି ଆଉ ମାତ୍ର ଦିନ କେଇଟା ପରେ ଝିଅ ତାଙ୍କର ଶାଶୁ ଘରକୁ ଚାଲିଯିବ। ଆଉ ନିଧି ମଉସା ଦୁନିଆରେ କହିଲେ ତାଙ୍କର ନିଜର ବୋଲି କେହି ନାହିଁ। ଏକୁଟିଆ ମଣିଷ ସିଏ। ପରିଶ୍ରମ କରି ଯାହା ବି ଅର୍ଜିଥିଲେ ସବୁ ସେଇ ଝିଅ ପିଛାରେ ଦେବାକୁ ବସିଛନ୍ତି। ଆଉ ଭରସା କେବଳ ସେ ମହାପ୍ରଭୁ କାଳିଆ ଶାନ୍ତ। ତାଙ୍କୁ ସେ ତାଙ୍କର ସବୁ କିଛି ମାନି ନେଇଛନ୍ତି। କଥାରେ ନାହିଁ, ଯେତେବେଳେ ନିମନ୍ତ୍ରଣ ପଡ଼େ ପ୍ରଥମେ ନିଜର ଆପଣାର ବନ୍ଧୁଙ୍କ ଘରକୁ ଯାଆନ୍ତି। ହେଲେ ମଉସା ସେ ମହାପ୍ରଭୁ କାଳିଆ ସାନ୍ତଙ୍କ କତିକି ଆସିଛନ୍ତି। ସେ ତାଙ୍କୁ ନିଜର ସବୁ କିଛି ମାନି ନେଇଛନ୍ତି। ସେଇ ତାଙ୍କର ଭାଇ, ସେଇ ତାଙ୍କର ବନ୍ଧୁ, ସେଇ ତାଙ୍କର ସୁଖ ଦୁଃଖର ସାଥୀ। ଏ କଥାକୁ କେହି କେହି ବିଶ୍ୱାସ କରିପାରନ୍ତିନି। ସତରେ କ'ଣ ସେ କାଠର ଦିଅଁ ଅସୁବିଧାରେ ଆସି ଛିଡ଼ା ହେବେ? କିନ୍ତୁ ମଉସାଙ୍କର ଭାରି ବିଶ୍ୱାସ। ସେଦିନ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ଦୁଇ ହାତକୁ ଯୋଡ଼ି ଦେଇ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣଟିଏ ଦେଇ ଘର ବାହୁଡ଼ା ହେଲେ। ଆଉ ମନେ ମନେ କହି ଆସିଲେ, ଶାନ୍ତେ ଏକୁଟିଆ ମଣିଷଟିଏ ମୁଁ, ହତାଦାର କରିବନି, ଠିକ୍ ସମୟରେ ଯାଇ ପହଞ୍ଚିବ। ଆଉ ମୋର ବି ବିଶ୍ୱାସ ଅଛି ମୋ କଥା ତୁମେ ରଖିବ। ସତରେ ଆଜ୍ଞା, ଭକ୍ତର ମନ ଏମିତି, ସେ ଭଗବାନଙ୍କୁ ତା ମନ ଭିତରେ ଏମିତି କିଛି କଥା କହି ବସେ ଯାହାକି ଅନ୍ୟମାନଙ୍କ ଦେହରେ ଯାଏନି। କେହି କେହି ଈର୍ଷା କରନ୍ତି, ଆଉ କେହି କେହି ହାତ ଯୋଡ଼ି ଦେଇ କୁହନ୍ତି, ହଁ ମହାପ୍ରଭୁ, ତୁମ ଭକ୍ତ ହିଁ ମହାନ, ଆଉ ତୁମେ ବି ମହାନ। ଝିଅର ବାହାଘର ଦିନ ଚାରିଆଡ଼ କୁଣିଆ ମଇତର ଭର୍ତ୍ତି। ବନ୍ଧୁବାନ୍ଧବଙ୍କର ମେଳିରେ ମଉସା ସେମିତି ଚାତକ ପରିକା ଅନେଇ ରହିଥାନ୍ତି କେତେବେଳେ ତାଙ୍କର ସେଇ ବଡ଼ ଦେଉଳିଆ ବନ୍ଧୁ ଆସିବ। ଏ କଥା କେବଳ ମଉସାଙ୍କ ମନରେ ଥାଏ। ଆଉ ଝିଅ ବି, ସେ ବି ବାହା ବେଦୀରେ ଅପେକ୍ଷା କରିଥାଏ। ବାପା ଆଜି ଏତେ ଅସ୍ତବ୍ୟସ୍ତ କ'ଣ ପାଇଁ? ଚାହୁଁ ଚାହୁଁ ଅଘଟଣଟିଏ ଘଟିଗଲା ସେ ଶୁଭ ବିବାହ ଭିତରେ। କଥା କ'ଣ କି, ବର ପକ୍ଷରୁ କେହି ଜଣେ ଏଡ଼ି କରି ବସିଲେ, ଆମକୁ ଭଲ ଜିନିଷଟିଏ ଦେଇନାହାନ୍ତି, ବାହାଘର ହେଇପାରିବନି। କେମିତିକା ବାହାଘର ଯେ? ଏଥର ମଉସା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ସେ ସମୁଦ୍ର ହାତ ଧରି ନେଇ କହିଲେ, ସମୁଦି, କଥା ଦଉଛି ବାହାଘର ସରିଲେ ସମୟ ଦେଖି ସବୁ କିଛି ଦେଇଦେବି। କଥା କଟିଲା ଏଥର ବାହାଘର ନ ହେବା ଉପରେ। ଆଉ କେହି କେହି କହୁଥାନ୍ତି, ରକମ ତୁମ କଥା ଆମେ ଦେଖିଛୁ। ଏମିତି କହି ଝିଅ ବିଦା କରିଦେବ। ତାପରେ କହିଲେ କେହି ଶୁଣିବନି। ମଉସା କିନ୍ତୁ ସେମିତିକା ଲୋକ ନୁହଁ। ସେ ଅତ୍ୟନ୍ତ ସରଳ ନିଷ୍କପଟ ଲୋକଟିଏ। ଏତିକି କଥାରେ ଆଖିରୁ ଲୁହ ଝରିଗଲା। ଝିଅ ବି ବେଦୀରେ ଥାଇ ସବୁ କିଛି ଦେଖୁଥାଏ। ସେ ହାତରେ ଧରିଥାଏ ମହାପ୍ରଭୁଙ୍କର ଦିବ୍ୟ ମୂର୍ତ୍ତିକୁ। ସେ ବି ମନେ ମନେ କହୁଥାଏ, ଶାନ୍ତେ ଏସବୁ କ'ଣ ହେଇଯାଉଛି? ବାପ ଘର ଛାଡ଼ି ଶାଶୁଘର ଯିବାକୁ ପଡ଼ିବ। ବାପା ମୋତେ କୁହନ୍ତି, ତମେ କୁଆଡ଼େ ସବୁ ଅସୁବିଧାରେ ଛିଡ଼ା ହୁଅ ବୋଲି। ହେଲେ କାହିଁ, ଦେଖୁଛ ତ କେତେ ଲୋକଙ୍କ ଆଗରେ ମୋ ବାପାଙ୍କୁ ସେ ଅପମାନ କରୁଛନ୍ତି। ବହୁ ଯୁକ୍ତିତର୍କ ପରେ କଥା ଛିଣ୍ଡିଲା। ଏବେ ଆଣି 50,000 ଟଙ୍କା ଦେଲେ ଝିଅର ବାହାଘର ହେବ, ନହେଲେ ନାହିଁ। ଏପଟେ ମଉସାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ସହସା 50,000 ଟଙ୍କା ଆଣିବି ବା କେଉଁଠୁ? ଯାହା ବି ସଞ୍ଚିଥିଲି ସବୁତକ ତ ଖର୍ଚ୍ଚ କରିଦେଇଛି ଏଇ ବାହାଘରରେ। ପଇସା ମୋତେ ଦେବ ବା କିଏ? ଏମିତି ମନ ଦୁଃଖରେ ଥାନ୍ତି। କେତେ ନେହୁରା ହେଲେ ତାଙ୍କ କଥାକୁ କେହି ବି ଶୁଣିଲେନି। ହେଲେ ଏପଟେ ଦେଖ, ବରର ଭାଇକୁ ଖୋଜା ପଡ଼ିଛି। କୁଆଡ଼େ ଗଲା? ଆମରି ସାଙ୍ଗରେ ଆସିଲା ବରଯାତ୍ରୀ ହୋଇ, ବାଟରେ କୁଆଡ଼େ ଯେ ଚାଲିଗଲା କେହି କିଛି ବୁଝିପାରିଲେନି। ସମସ୍ତେ ଅସ୍ତବ୍ୟସ୍ତ ହୋଇ ଖୋଜୁଥାନ୍ତି ତାଙ୍କୁ, କେଉଁଠି ବି ତାଙ୍କୁ ପାଇଲେନି। ପୁଅକୁ ନ ପାଇ ଅସ୍ତବ୍ୟସ୍ତ ହୋଇ କାନ୍ଦୁଥାନ୍ତି ବାପା। ଏପଟେ ଝିଅ ପାଇଁ ଟଙ୍କା କଥାକୁ ଭାବି ମୁଣ୍ଡ ବାଡ଼ାଇ କାନ୍ଦୁଥାନ୍ତି ମଉସା। ଶେଷରେ ନିରୁପାୟ ସେ। ସତରେ କ'ଣ ଏତେ ରାତିରେ କିଏ ତାଙ୍କୁ ଟଙ୍କା ଦେବ, ନା ତାଙ୍କ ଝିଅର ବାହାଘର ହେବ? ଶେଷରେ ହାତ ଯୋଡ଼ି ଦେଇ କହିଲେ, ଦେଖୁଥାରେ କାଳିଆ, ସବୁ କିଛି ଦେଖୁଥା। ଶେଷରେ କ'ଣ ଏଇ ପରୀକ୍ଷା ନେବାର ଥିଲା? ଏମିତି କେତେ କ'ଣ କଥା ଭାବି ସ୍ଥିର ହୋଇ ବସିଥାନ୍ତି। ବେଦୀରେ ଝିଅ ମଧ୍ୟ ମହାପ୍ରଭୁଙ୍କୁ ଧରି କଇଁ କଇଁ ହୋଇ କାନ୍ଦୁଥାଏ। ହଠାତ୍ ଏତିକି ବେଳେ ବରର ଭାଇ କାହା ସହିତ ଆସି ପହଞ୍ଚିଲେ। ମୁଣ୍ଡରେ ତାଙ୍କର ଡ୍ରେସିଂ ହୋଇଥାଏ, ହାତ ଗୋଡ଼ରେ ମଧ୍ୟ ଡ୍ରେସିଂ ହୋଇଥାଏ। କିଛି ବୁଝାପଡ଼ୁନଥାଏ। କିନ୍ତୁ ପୁଅକୁ ପାଇ ବରର ବାପା
ଧାଇଁଗଲେ ପୁଅ ପାଖକୁ। କିରେ ଏମିତି କେମିତି ହେଲା? ସେ କିଛି କହିବା ଅବସ୍ଥାରେ ନଥାନ୍ତି, କିନ୍ତୁ ତାଙ୍କ ସାଙ୍ଗରେ ଜଣେ ବୁଢ଼ା ଲୋକ ଥିଲେ। ସେ ସବୁ କହିଗଲେ। ଆଜ୍ଞା, ବରଯାତ୍ରୀରେ ଆସିଥିଲେ, ନିଶା ଖାଇ ବାଟରେ ପଡ଼ିଥିଲେ। କେହି ଜଣେ ଅଜଣା ଗାଡ଼ି ଆକ୍ସିଡେଣ୍ଟ କରି ଚାଲି ଯାଇଥିଲା। ଲହୁଲୁହାଣ ହେଇ ପଡ଼ିଥିଲେ। ବିଶେଷ କିଛି କ୍ଷତି ହୋଇନି ମ, ତାଙ୍କର ସେନ୍ସ ପଳେଇଥିଲା। ତାଙ୍କୁ ନେଇଥିଲି ଡାକ୍ତରଖାନା। ଏବେ ସେ ବିଲକୁଲ ଠିକ୍ ଅଛନ୍ତି। ଏବେ ତାକୁ ଘରକୁ ନେଇପାର। ଯେତେବେଳେ ଏତକ ଶୁଣନ୍ତି ସେଇ ବରର ବାପା ଭୋ ଭୋଇ କାନ୍ଦିବାକୁ ଲାଗିଲେ। ପୁଅ କିନ୍ତୁ ହାତ ଛାଡ଼ି ଦେଇ କହୁଥାଏ, ଯଦି ଆଜି ଏଇ ବୁଢ଼ା ମଉସା ନଥାନ୍ତେ ହୁଏତ ତମେ ମୋତେ ପାଇନଥାନ୍ତ। କଥା ଦେଉଛି କେବେ ବି ନିଶା ଖାଇବିନି। ପୁଅକୁ ପାଇଲା ପରେ ଆଉ କୌଣସି ବି କଥା ବାପାଙ୍କର ମନକୁ ସେଦିନ ଆସିଲାନି। ସେ ପାଦ ତଳେ ପଡ଼ିଗଲେ ସେଇ ବୁଢ଼ା ମଉସାଙ୍କର, ଆଉ କହୁଥାନ୍ତି, ତମେ ମୋ ପାଇଁ ଚଳନ୍ତି ଭଗବାନ। ତୁମରି ପାଇଁ ଆଜି ମୋ ପୁଅକୁ ପାଇଛି। ଆଚ୍ଛା, ତମ ନାଁ କ'ଣ? ତମେ କିଏ? ମଉସା ଜଣକ ତାଙ୍କୁ କୋଳେଇ ନେଇ କହୁଥାନ୍ତି, ମୁଁ ହେଉଛି ନିଧି ମଉସାଙ୍କର ଜଣେ ବନ୍ଧୁ। ତାଙ୍କରି ଝିଅର ବାହାଘରରେ କୁଣିଆ ହୋଇ ଆସିଥିଲି ତାଙ୍କ ନିମନ୍ତ୍ରଣ ରକ୍ଷା କରି। ଆଉ ବାଟରେ ଯେତେବେଳେ ଏତକ ଦେଖିଲି ସାହାଯ୍ୟ କରିନଥାନ୍ତି। ଯେତେବେଳେ ଏତକ ଶୁଣନ୍ତି ବରର ବାପାଙ୍କର ମନ ସେଦିନ ବଦଳିଗଲା। ସେ ପୁଣି କହୁଥାନ୍ତି, ମୋତେ କ୍ଷମା କରିଦିଅ ସମୁଦି। ଆଉ ମୋର ଟଙ୍କା ପଇସା ଜାନି ଯୌତୁକ କିଛି ବି ଦରକାର ନାହିଁ। କଥା ଦେଉଛି ମହାପ୍ରଭୁଙ୍କ ପାଖରେ ନିୟମ କରୁଛି, ମୋ ବୋହୂକୁ ମୋ ଝିଅ ପରିକା ରଖିବି। ମଉସା ବି ଆଶ୍ଚର୍ଯ୍ୟ ହେଇଗଲେ। ଆରେ, ଯେଉଁ ଲୋକଟା ଟଙ୍କା ପଇସା ପାଇଁ ମେଣ୍ଟି କରି ବସିଥିଲା, କଥା ଧରିଥିଲା, ବାହାଘର ପୁଣି ନ ହେବା ଉପରେ, ହଠାତ୍ ଏମିତି ବଦଳିଗଲା। କିଛି ବୁଝା ହିଁ ପଡ଼ିଲାନି। ପୁଣି ସେଇ ଯେଉଁ ବୁଢ଼ା ଲୋକଟା, ସେ ତାଙ୍କର ବନ୍ଧୁ ବୋଲି କହୁଛନ୍ତି। ସେ ବି ତାଙ୍କୁ ଆଗରୁ କେବେ ଦେଖିନାହାନ୍ତି। ଯାହା ବି ହଉ, ଝିଅର ବାହାଘର ଯେ ଭଲରେ ଭଲରେ ହୋଇଯିବ ସେଇଟା କେବଳ ମଉସା ଚାହୁଁଥିଲେ। ମହାପ୍ରଭୁଙ୍କୁ ଧନ୍ୟବାଦ ଦେଇ ପୁଣି କହିଲେ, ହଉ ସାଆନ୍ତେ, କେମିତିକା ପରୀକ୍ଷା ନେଉଛ ନେଉଥାନ୍ତୁ। ଏପଟେ ବୁଢ଼ା ଲୋକଟି ମଉସାଙ୍କ ହାତକୁ ଧରି ନେଇ କହିଲା, କ'ଣ ଭାବୁଛ ମୁଁ? ସେମିତି କିଛି ନୁହେଁ। ତମ ଝିଅ କ'ଣ ମୋ ଝିଅ ନୁହେଁ? ଝିଅର ବାହାଘର ସରୁ କଥା ହେବା ବସିକି। ଯାହା ହଉ, ହସ ଖୁସିରେ ସେଦିନ ଝିଅର ବାହାଘର ହେଇଗଲା। ଆଉ ଝିଅ ବି ଗଲାବେଳେ ବାବାଙ୍କୁ ଧରି ବହେ କାନ୍ଦିଲା। ମଉସା କିନ୍ତୁ ବୋଧ ଦେଇ କହିଲେ, ମା ରେ, ତୋର କିଛି ହେବନି, ଯା। ସେଇ ବରର ବାପା ବି କଥା ଦେଇଗଲେ। ବୁଝିଲେ ସମୁଦି, ଯୌତୁକ ନେବା ବି ପାପ, ଆଉ ଯୌତୁକ ଦେବା ବି ପାପ ଅଟେ। ଯାହା ହଉ, କଥାଟା ମନକୁ ପାଇଲା। କାନ୍ଦ ବୋବାଳିରେ ଘରଟା ଫାଟି ପଡ଼ିଲା ସେଦିନ। ଯେହେତୁ ଝିଅ ତାଙ୍କର ସବୁଦିନ ପାଇଁ ଶାଶୁଘରକୁ ଯାଉଛି। ସମୁଦି କିନ୍ତୁ କହୁଥାନ୍ତି, ଜମା ମନ ଦୁଃଖ କରନି, ତମ ଝିଅ ମୋର ବି ଝିଅ ପରିକା। ବନ୍ଧୁବାନ୍ଧବଙ୍କ ମେଳି ଭିତରେ ଝିଅ ତ ବିଦା ହୋଇଗଲା। ଆଉ ବନ୍ଧୁବାନ୍ଧବ ବି ନିଜ ନିଜ ଘରକୁ ଚାଲିଗଲେ। ନିଧି ମଉସା କିନ୍ତୁ ଭୁଲି ସାରିଥିଲେ ସେଇ ଅଜଣା ବନ୍ଧୁଙ୍କ କଥା। କିନ୍ତୁ ବନ୍ଧୁ ଜଣକ ଯିବା ପୂର୍ବରୁ ତାଙ୍କରି ଘରେ କାଗଜଟିଏ ଥୋଇ ଦେଇ ଯାଇଥିଲେ। ମଉସା ଯେତେବେଳେ ସବୁ କାମଧନ୍ଦା ସାରି ସେଇ ବନ୍ଧୁଙ୍କୁ ମନେ ପକାନ୍ତି, ଆଉ ସେଇ କାଗଜଟାକୁ ଖୋଲିକି ଦେଖନ୍ତି, ଆରେ ଇଏ କ'ଣ? ଇଏ ତ ସେଇ ନିମନ୍ତ୍ରଣ ପତ୍ର ଯାହାକି ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ର ନେଇ ଦେଇ ଯାଇଥିଲେ। ସାଆନ୍ତେ, ସତରେ ତୁମେ ଆସିଥିଲ, ଅଥଚ ମୋ ସହିତ ଛଳନା କଲ। ମୋତେ ମୋର ଅଜଣା ବନ୍ଧୁର ପରିଚୟ ଦେଲ। ସତରେ ସାଆନ୍ତେ, ତମେ ପରମ ଦୟାଳୁ। ତୁମ ପାଖରେ ସେଦିନ ଅଳି କରି ବସିଥିଲି, ସେଦିନ ଗୁହାରି କରିଥିଲି ବୋଲି ମୋ କଥା ରଖିଲ ସାଆନ୍ତେ। ମୋ ଅସମୟରେ ପହଞ୍ଚିଲ, ଆଉ ମୋତେ ସାହାଯ୍ୟ କଲ। ସତରେ ସାଆନ୍ତେ, କେବେ ଭୁଲି ପାରିବିନି ତୁମ ଋଣକୁ। ସେ ଚିଠିଟାକୁ ହାତରେ ଧରି କାନ୍ଦିବା ଛଡ଼ା ଆଉ କିଛି ବି ଉପାୟ ନଥିଲା ମଉସାଙ୍କ ପାଖରେ। ସତରେ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ଅନ୍ତରାତ୍ମାରୁ ଡାକିଲେ। ସେ ଯେ ଶୁଣନ୍ତି, ସେ ଯେ ଅସୁବିଧା ସମୟରେ ଆସି ଛିଡ଼ା ହୁଅନ୍ତି, ସେଦିନ ପ୍ରମାଣ କରିଦେଇଥିଲେ ନିଧି ମଉସା। ନମସ୍କାର। ଛୋଟ କାହାଣୀଟିଏ ମହାପ୍ରଭୁଙ୍କ ପାଇଁ। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଡ଼ାରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, କ୍ଷମା କରିବାକୁ ଅନୁରୋଧ। ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ଜୟ ଶ୍ରୀ ଜଗନ୍ନାଥ।